ଫଳ ମିଠା ବୋଲି ଆମେ ଶୁଣିଥିଲୁ। ଆଜି ଆମେ ନିଜେ ଅନୁଭବ କରୁଛୁ। ଏଇଥିପାଇଁ ଅନୁଭବ କରୁଛୁ ଏ ରାସ୍ତାଟି ସୁଦୂର ପଲ୍ଲୀର, କିନ୍ତୁ ଦିଲ୍ଲୀ ରାସ୍ତା ପରି ଆଜି ଦିଶୁଛି। ଏଥିପାଇଁ ଆମେ ଲାଉପୁଟ ଗ୍ରାମବାସୀ ଉତ୍ସାହିତ ଅଛୁ, ଆନନ୍ଦିତ ମଧ୍ୟ ଅଛୁ। ଯେତେବେଳେ 1995 ମସିହାରେ ଆମେ ଗ୍ରାମ ବିକାଶ କରିବା ପାଇଁ ସମୂହ ଗ୍ରାମବାସୀ ଏବଂ ଯୁବକ ସଂଘ, ବ୍ରଜବିହାରୀ ଯୁବକ ସଂଘ ସହ ସମସ୍ତ ଲୋକ ଏବଂ ଗ୍ରାମ ବିକାଶ ସହାୟତାରେ ଆମ ଗ୍ରାମରେ ଶୁଦ୍ଧ ପାଣି ପିଇବା ପାଇଁ ପ୍ରୟାସ ଜାରି କରୁଥିଲୁ। ଏହା 1997ରେ ଫଳପ୍ରଦ ହେଇଥିଲା। ସେତେବେଳେ ଅଷ୍ଟ୍ରେଲିଆର 10 ଜଣ ମହିଳା ଆସି ଆମ ଗାଁରେ ସଭା କରିଥିଲେ ଏବଂ ପ୍ରଥମ ଥର ପାଇଁ ଗ୍ରାମ ସଭାରେ 50 ଭାଗ ମହିଳା ଅଂଶଗ୍ରହଣ କରିବା ପାଇଁ ସେମାନେ ପ୍ରବର୍ତ୍ତାଇଥିଲେ ଏବଂ ତାହା ମଧ୍ୟ ସମ୍ଭବ ହୋଇଥିଲା। 50 ଭାଗ ମହିଳା 50 ଭାଗ ପୁରୁଷ ମିଳିତରେ ସେତେବେଳେ ସେ ପ୍ରାଞ୍ଜଳ ଭାବେ ଆମକୁ ବୁଝାଇଥିଲେ ଯେ ଦୂଷିତ ଜଳ ଦ୍ୱାରା ଗ୍ରାମରେ 70 ଭାଗ ରୋଗ ବ୍ୟାପିଥାଏ। ସେହି ରୋଗରୁ ନିରାକରଣ ରହିବା ପାଇଁ ବୋରୱେଲରୁ ପାଣି ବାହାର କରି ଟାଙ୍କିରେ ରଖି ସମସ୍ତ ଗ୍ରାମର 40 ପରିବାରକୁ ଯୋଗାଇଥିଲେ ଏବଂ ସେ ପାଣି ରୋଷେଇ ଘର ଠାରୁ ଆରମ୍ଭ କରି ପାଇଖାନା ପର୍ଯ୍ୟନ୍ତ ସେମାନେ ବୁଝାଇଥିଲେ ଯେ ପୋଖରୀରେ ମଇଁଷି, ଗାଈ, ମଣିଷ ଏକାଠି ଗାଧେଇଲା ବେଳେ ତାର ଯେଉଁ ଜଳ ଦୂଷିତ ହୁଏ ତାର ପ୍ରଭାବ ପଡ଼ିଥାଏ। ସେହି ପ୍ରଭାବରେ ରୋଗ ହୋଇଥାଏ। ସେହି ରୋଗରୁ ଦୂରେଇବା ପାଇଁ ଆମେ ପାଇଖାନା ବାହାରେ ଯେଉଁମାନେ ସେ କହିଥିଲେ ଯେ ପଶୁମାନେ ବାହାରେ ମଳତ୍ୟାଗ କରନ୍ତି, ତେଣୁ ମଣିଷ ଆମର ମାନବିକତା ଥାଏ। ତେଣୁ ତାକୁ ଆମେ ରୋକିବା ପାଇଁ ପରିବେଶକୁ ସଫା ସୁତରା ରଖିବା ପାଇଁ ପ୍ରତି ପାଇଖାନାରେ ଟେପ୍ ଲାଗି ଆମେ ପାଣି ଦେଇଥିଲୁ। ଏ କଥାଟା ସେତେବେଳେ 1997ରେ ବୋଧ ହୁଏ ଆମ ଗଞ୍ଜାମ ବ୍ଲକର ଆମର ଉଦାହରଣ ସୃଷ୍ଟି କରିପାରିଥିଲା ଏବଂ ସେହି ଦିନ ଠାରୁ ଏଇ ମାନସିକତା ରଖିଥିଲୁ। ସେତେବେଳେ ଯିଏ ସୁଜନ ବାବୁ ଡାଇରେକ୍ଟର ଥିଲେ ଜୋ ମିଡ଼ିଆ ଏବଂ ଉଭୟ, ତାଙ୍କର ଏଇ ରାସ୍ତାଟି ମରମ ରାସ୍ତା ଥିଲା। ଏଇ ମରମ ରାସ୍ତାଟିକୁ ପକ୍କା ରାସ୍ତା କରିବା ପାଇଁ ସେତେବେଳେ ସେ ପ୍ରସ୍ତାବ ଦେଇଥିଲେ ଯେ ଏଇ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୁକ୍ତ କରାଇ ପାରିଲେ 5 କିଲୋମିଟର ରାସ୍ତା ପ୍ରସାରଣ ହେଇପାରିବ। ସେହି ପ୍ରସାରଣ ଆଜିକୁ ପ୍ରାୟ 30 ବର୍ଷ ଆମର ଏଇ ଅପେକ୍ଷାର ଆଜି ସଫଳ ହେଇଛି। ତେଣୁ ଆମର ଆଜିର ମଧ୍ୟ ଯୁବଗୋଷ୍ଠୀ ସହାୟତାରେ ଏବଂ ଗ୍ରାମବାସୀଙ୍କ ସହାୟତାରେ ସଫଳ ହେଇଛି। ତେଣୁ ଆମେ ଆନନ୍ଦିତ ଏବଂ ଆଜି ଆମେ ଓଡ଼ିଶା ସରକାରଙ୍କୁ, ଭାରତ ସରକାରଙ୍କୁ ଆମ ଗ୍ରାମବାସୀ ତରଫରୁ କୃତଜ୍ଞତା ଧନ୍ୟବାଦ ଜଣାଉଛୁ। ରହିଲୁ, ନମସ୍କାର।